ମୋହନା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଷଷ୍ଠତମ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ସଭାପତିତ୍ୱ କରିଥିବା ବେଳେ ବ୍ଲକରେ ଥିବା ସମସ୍ତ କାର୍ଯ୍ୟାଳୟର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବ୍ଲକ ହୋଇଥିବାରୁ 39ଟି ପଞ୍ଚାୟତ ରହିଛି। ଏହି ବୈଠକରେ 39 ଗୋଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଯୋଗ ଦେଇଥିବା ବେଳେ ଚନ୍ଦ୍ରଗିରି ଓ ମୋହନା ଜୋନର ଜିଲ୍ଲା ପରିଷଦ ଯୋଗ ଦେଇଥିଲେ। ବୈଠକର ଆରମ୍ଭରୁ ହିଁ ହୋହାଲ୍ଲା ଦେଖିବାକୁ ମିଳିଥିଲା। ବ୍ଲକର ଅଧିକାଂଶ 5ଟି ରୂପାନ୍ତରିତ ବିଦ୍ୟାଳୟରେ ବିଦ୍ୟୁତର ବ୍ୟବସ୍ଥା, ଶିକ୍ଷକର ଅଭାବ, ପାନୀୟ ଜଳ ଭଳି ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଆଲୋଚନାରେ ଅଧିକାଂଶ ସମିତି ସଭ୍ୟ ଓ ସରପଞ୍ଚ ସେମାନଙ୍କ ପଞ୍ଚାୟତକୁ ଅଣଦେଖା କରୁଥିବା ଅଭିଯୋଗ କରିଥିଲେ। ସେହିପରି ଅଧିକାଂଶ ପଞ୍ଚାୟତରେ ରାସ୍ତା, ପାନୀୟ ଜଳ, ଅଧାପନ୍ତରିଆରେ ପଡ଼ି ରହିଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଚାଲୁ କରିବା ପାଇଁ ସମସ୍ତ ସମିତି ସଭ୍ୟ ଓ ସରପଞ୍ଚ ଉପସ୍ଥାପନା କରିଥିଲେ। ବ୍ଲକରେ 637ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଥିବା ବେଳେ 262ଟି କେନ୍ଦ୍ର ଚାଲୁ ରହିଥିବା ବେଳେ 32ଟି ଅଙ୍ଗନବାଡ଼ି କେନ୍ଦ୍ର ବିଦ୍ୟାଳୟରେ ଚାଲୁ ରହିଥିବା ବେଳେ 12ଟି କେନ୍ଦ୍ର ସମ୍ପୂର୍ଣ୍ଣ କାର୍ଯ୍ୟ ସରିବା ପରେ ମଧ୍ୟ ହସ୍ତାନ୍ତର କରିନାହାନ୍ତି ଠିକାଦାର ଏବଂ 10 ଗୋଟି କେନ୍ଦ୍ରର ଛାତ୍ରଛାତ୍ରୀଙ୍କୁ ଭଡ଼ା ଘରେ ରଖି ପାଠ ପଢ଼ାଉଥିବା କହିଥିଲେ ସିଡି ପୁଅ ଲଳିତା ମଲ୍ଲିକ। ଜନପ୍ରତିନିଧିମାନେ ବୈଠକ ସମୟରେ ସେମାନଙ୍କର ଅଞ୍ଚଳର ସମସ୍ୟା ଗୋଟିଏ ପରେ ଗୋଟିଏ ସମସ୍ୟା ଉପସ୍ଥାପନା କରୁଥିବା ବେଳେ ସାଂସଦ ପ୍ରତିନିଧି ଭାସ୍କର ସାହୁ ଡାଇସିରେ ବସି ଘୁଙ୍ଗୁଡ଼ି ମାରି ଶୋଇଥିବା ଦେଖି ଜନପ୍ରତିନିଧିମାନେ ଆଶ୍ଚର୍ଯ୍ୟ ହେବାକୁ ଲାଗିଲେ। ଯେହେତୁ ବିଭିନ୍ନ ସମସ୍ୟା ଉପସ୍ଥାପନା କରିବା, ସମସ୍ୟାର ସମାଧାନ ଉତ୍ତର ଅପେକ୍ଷାରେ ଜଗିଥିବା ସମୟରେ ଘୁଙ୍ଗୁଡ଼ି ମାରି ଶୋଇଥିବା ସାଂସଦଙ୍କ ପ୍ରତିନିଧି ନିଦ୍ରାକୁ ସବୁ ପ୍ରଶ୍ନ ବି ଭୁଲି ଯାଇଥିଲେ ଲୋକେ। ଯାହା ପ୍ରଶ୍ନ ପଚାରିବାକୁ ଥିଲା ସବୁତକ ନାରଖାର ହୋଇଯାଇଥିଲା। ଗଜପତି ଜିଲ୍ଲା ମୋହନା ବ୍ଲକରୁ ମଜେଶ ରଇତଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।